ପାଖେଇ ଆସିଲାଣି ପାର୍ବଣର ଋତୁ, ସେଥିପାଇଁ ଚଳଚଞ୍ଚଳ ହେଲେଣି ମୂର୍ତ୍ତି କାରିଗର। ଆଉ ମାତ୍ର ଅଳ୍ପ ଦିନ ହାତରେ ରହିଥିବା ବେଳେ ଏବେ ଚଳଚଞ୍ଚଳ ମୂର୍ତ୍ତି କାରିଗର। ଭଳିକି ଭଳି ତିଆରି ଚାଲିଛି ମୂର୍ତ୍ତିଗୁଡ଼ିକ। ଭଳିକି ଭଳି ଖୁଦୁରୁକୁଣୀ ଓଷା ପାଇଁ ମୂର୍ତ୍ତି ତିଆରି ଚାଲିଥିବା ବେଳେ ଆଉ ମାତ୍ର ହାତରେ ଅଳ୍ପ ଦିନ ଥିବା ବେଳେ ଗଣେଶ ପୂଜା ପାଇଁ ମଧ୍ୟ ଗଣେଶ ମୂର୍ତ୍ତି ତିଆରି ଚାଲିଛି। କାରିଗରର ହାତ ସ୍ପର୍ଶରେ ମାଟି ମୂର୍ତ୍ତିଗୁଡ଼ିକ ଜୀବନ୍ତ ହୋଇପଡ଼ୁଛି। ବିଶେଷ କରି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ବେଶ ଚଳଚଞ୍ଚଳ ହୋଇପଡ଼ିଛନ୍ତି ମୂର୍ତ୍ତି କାରିଗର। ଚଳିତ ବର୍ଷ ପାର୍ବଣ ଋତୁ ପାଇଁ ବିଭିନ୍ନ ସ୍ଥାନରୁ ଅର୍ଡର ରଖାଯାଇଛି। ଏଠାକାର ମୂର୍ତ୍ତିର ରହିଛି ବେଶ ଚାହିଦା। ଏଠାରୁ ମୂର୍ତ୍ତିଗୁଡ଼ିକ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ମଧ୍ୟ ବିକ୍ରି କରାଯାଇଥାଏ। ମୂର୍ତ୍ତି ତିଆରିରେ ପ୍ରସ୍ତୁତ ହୋଇଛନ୍ତି ମୂର୍ତ୍ତି କାରିଗରମାନେ। ପ୍ରଥମେ ମାଟିକୁ ଚକଡ଼ା ଯାଇ ତାପରେ ନଡ଼ାରେ ମୂର୍ତ୍ତି ତିଆରି କରାଯାଉଛି ଏବଂ ଦୋମାଟିଆ ପରେ ଏହାକୁ ରଙ୍ଗ ଦିଆଯାଇ ସମ୍ପୂର୍ଣ୍ଣ ରୂପରେ ମୂର୍ତ୍ତିଗୁଡ଼ିକ ଜୀବନ୍ତ ରୂପ ଦିଆଯାଉଛି। ଏଠାକାର ବିଭିନ୍ନ ମୂର୍ତ୍ତିଗୁଡ଼ିକର ରହିଛି ଭିନ୍ନ ଭିନ୍ନ ଦର ଏବଂ ଏଠାକୁ ବିଭିନ୍ନ ସ୍ଥାନରୁ ଅର୍ଡର ରଖାଯାଉଥିବା ବେଳେ ଏଠାରୁ ବିଭିନ୍ନ ସ୍ଥାନକୁ ମୂର୍ତ୍ତିଗୁଡ଼ିକ ବିକ୍ରି କରାଯାଇଥାଏ। ଚଳିତ ବର୍ଷ ପାର୍ବଣ ଋତୁ ପାଇଁ ବେଶ ଭଲ ଚାହିଦା ରହିଥିବା ବେଳେ ସେଥିପାଇଁ ମୂର୍ତ୍ତିଗୁଡ଼ିକ କାର୍ଯ୍ୟ ଶେଷ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି କାରିଗରମାନେ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ମୂର୍ତ୍ତି ତିଆରି ପାଇଁ ଅର୍ଡର ଆସିଥିବା ବେଳେ ଆଗାମୀ ଦିନରେ ଭଲ ବ୍ୟବସାୟ ପାଇଁ ଲକ୍ଷ୍ୟ ରଖିଛନ୍ତି ମୂର୍ତ୍ତି କାରିଗରମାନେ।